Hello everyone, welcome to Study with Shubham Sir classes. ତମମାନ ମନରେ ବହୁତ କ୍ୱେଶ୍ଚନ ଥିବ କଣ କ୍ୱେଶ୍ଚନ ଯେ ସାର୍ WhatsApp ଗ୍ରୁପ ରେ କେମିତି ଜଏନ୍ ହେବୁ କଣ ଟେଲିଗ୍ରାମ ଗ୍ରୁପ ରେ କେମିତି ଜଏନ୍ ହେବୁ ତ ସେଥିପାଇଁ ତମର କଣ ଅଛି କ୍ୟୁଆର କୋଡ ଦିଆଯାଇଛି ବା ତମେ ଏଇ ଭିଡିଓର ଡେସ୍କ୍ରିପସନରେ ଯାଇକି ଦେଖିପାରିବ ଲିଙ୍କ ଅଛି ସେ ଲିଙ୍କରେ କ୍ଲିକ୍ କଲେ ତମେ ଅଟୋମେଟିକ ଜଏନ୍ ହେଇପାରିବ ଠିକ ଅଛି ବାଇ କ୍ୟୁଆର କୋଡ ସ୍କାନ କରିବ ସ୍କାନ କଲା ପରେ ତମେ ଜଏନ୍ ହେଇଯିବ WhatsApp ଗ୍ରୁପ ଠିକ ଅଛି ଯୋଉଥିରେ ତମର ନମ୍ବର ସେୟାର ହବ ନାହିଁ ଆଜି ଦେଖିବା ତମ କ୍ଲାସ 9 ନବମ ମୂଳଦୁଆ ବ୍ୟାଚ୍ ର କଣ ହିଷ୍ଟ୍ରିର ଦ୍ୱିତୀୟ କ୍ଲାସ ଯୋଉ ଅଧା ପଢିଥିଲେ ଆମେ କଣ ଏସିଆର ଉପନିବେଶ ପଢି ଦେଇଥିଲେ ଆଜି ପଢିବା ଆଫ୍ରିକାର ଉପନିବେଶ ସ୍ଥାନ ଠିକ ଅଛି ଯେ କଣ ପାଇଁ ଇଂରେଜ ବା ୟୁରୋପୀୟ ମାନେ ସାଧାରଣତଃ ଏସିଆ ଆଉ ଆଫ୍ରିକାକୁ ତାଙ୍କ ସେମାନଙ୍କର ଉପନିବେଶ ବା ବାଣିଜ୍ୟ କୋଠି ଭାବେ ଚୟନ କରିଥିଲେ ଆଜି ସେଇ ବିଷୟରେ ଦେଖିବା ଠିକ ଅଛି ଏସିଆ ପଢିଥିଲେ ଆଜି ପଢିବା ଆଫ୍ରିକା ଦେଖ ଦେଇଛି ଆଫ୍ରିକାରେ ଉପନିବେଶ ସ୍ଥାପନ ବେଲଜିଆନ କଙ୍ଗୋର ସୃଷ୍ଟି ଠିକ ଅଛି ବେଲଜିୟମ ରାଜା ଥିଲେ ଦ୍ୱିତୀୟ ଲିଓପାର୍ଡ ତାଙ୍କ ଆର୍ଥିକ ସହାୟତାରେ 1878 ମସିହାରେ ଆନ୍ତର୍ଜାତିକ କଙ୍ଗୋ ସଂଗଠନ ଗଠନ କରାଯାଇଥିଲା କଙ୍ଗୋ ହେଲା କଣ ଆଫ୍ରିକାର ଗୋଟିଏ ଦେଶ ଏହି ସଂଘ ଦ୍ୱାରା ଆଫ୍ରିକାର ମୁଖ୍ୟ ମାନଙ୍କ ସହିତ ଚୁକ୍ତି ସ୍ୱାକ୍ଷରିତ ହୋଇ 1885 ମସିହାରେ କଙ୍ଗୋ ସ୍ୱାଧୀନ ରାଷ୍ଟ୍ର ଗଠିତ ହେଲା ଓ ଲିଓପାର୍ଡ ହେଲେ ଏହାର ରାଜା କଙ୍ଗୋ ଅଧିବାସୀଙ୍କୁ ନୃଶଂସ ଭାବେ ଶୋଷଣ କରାଯିବାରୁ 1908 ମସିହାରେ ରାଜା ଲିଓପାର୍ଡ ବାଧ୍ୟ ହୋଇ କଙ୍ଗୋ ସ୍ୱାଧୀନତା ରାଷ୍ଟ୍ରକୁ ବେଲଜିୟମ ସରକାରଙ୍କୁ ହସ୍ତାନ୍ତରିତ କଲେ ପରେ ଏହା ବେଲଜିଆନ କଙ୍ଗୋ ଭାବରେ ନାମିତ ହେଲା ଠିକ ଅଛି କ୍ରମେ ଏଥିରେ କଣ ସେଥିରୁ ରବର ହାତୀଦାନ୍ତ ଅପେକ୍ଷା କଙ୍ଗୋର ସୁନା ହୀରା ୟୁରାନିୟମ କାଠ ତମ୍ବା ପ୍ରଭୃତି ଦ୍ରବ୍ୟ ଗୁଡିକ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଲା ଇଂଲଣ୍ଡ ଓ ଯୁକ୍ତରାଷ୍ଟ୍ର ଆମେରିକା ସମେତ ବହୁ ରାଷ୍ଟ୍ର ଏହି ସମ୍ପଦ ଗୁଡିକର ବିନିଯୋଗ ପାଇଁ ବେଲଜିୟମ ସହିତ ଯୋଗ ଦେଲେ ତାହେଲେ ଏଠି ଦେଖିଲେ ସମ୍ବଳ ମିଳୁଛି ଉନ୍ନତ ମାନର ସମ୍ବଳ ସେଥିପାଇଁ ଏହି ସମ୍ବଳକୁ ହାସଲ କରିବା ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ଆଉ କଣ ଇଂଲଣ୍ଡ ଏମାନେ ସବୁ କଣ କଲେ ବେଲଜିୟମ ସହିତ ଯୋଗ ଦେଲେ ବା ସହଯୋଗର ହାତ ବଢେଇଲେ ଏବେ ଦେଖିବା ନାଇଜେରିଆର ଇଂଲଣ୍ଡର ଆଧିପତ୍ୟ ନାଇଜେରିଆ ବି ସେଇ ଆଫ୍ରିକାର ଗୋଟିଏ ଦେଶ ପଶ୍ଚିମ ଆଫ୍ରିକା ତମେ ଯୋଉ ଆଫ୍ରିକା ମାନଚିତ୍ର ଦେଖୁଛ ଆଫ୍ରିକା ମାନଚିତ୍ରର ହେଲା ପଶ୍ଚିମ ଏଇଟା ଉତ୍ତର ଏଇଟା ଦକ୍ଷିଣ ଏଇଟା ପୂର୍ବ ଏଇଟା ପଶ୍ଚିମ ଠିକ ଅଛି ତ ଏଇ ପଶ୍ଚିମ ଦିଗରେ ନାଇଜେରିଆ ଅବସ୍ଥିତ ଠିକ ଅଛି ତ ଏଇ ପଶ୍ଚିମ ଦିଗରେ ତମର ଏଟା ନର୍ଥ ସାଉଥ ଇଷ୍ଟ ୱେଷ୍ଟ ତ ଏଇ ପଶ୍ଚିମ ଦିଗରେ ନାଇଜେରିଆ ଗୋଟେ ଦେଶ ସେଇ ନାଇଜେରିଆ ନଦୀରେ ପ୍ରଚୁର ପରିମାଣର ମୂଲ୍ୟବାନ ସମ୍ପଦ ଭରପୁର ଥିଲେ ନାଇଜେରିଆର ନାମରେ ପରିଚିତ ଏହି ଅଞ୍ଚଳର ଗୋଟିଏ ଭାଗ ଇଂଲଣ୍ଡ ଦ୍ୱାରା ଅଧିକୃତ ଥିଲା ଇଂଲଣ୍ଡ ସେଠାରୁ ଦାସମାନଙ୍କୁ ଆମେରିକାକୁ ରପ୍ତାନି କରୁଥିଲେ ଯେ ତମେ ଶୁଣିଥିବ ଏହା ପୂର୍ବରୁ ପଢିଥିଲେ ଆଫ୍ରିକାରେ ଦାସ ବ୍ୟବସାୟ ଖୁବ ପରିଚିତ ଠିକ ସେଇ ଦାସ ମାନେ ହେଲା ଜଣେ ଅନ୍ୟ ଜଣକୁ ନିଜର ସମସ୍ତ ବ୍ୟକ୍ତିଗତ ଭାବରେ ଅନ୍ୟ ଜଣ ପାଖରେ ସମର୍ପଣ ହୁଏ ତ ସେଇ ଦାସ ଆମେରିକାକୁ ରପ୍ତାନି କରୁଥିଲା ଇଂଲଣ୍ଡ କ୍ରମେ ଇଂରେଜ କମ୍ପାନୀ ଫ୍ରାନ୍ସର ଏକ କମ୍ପାନୀକୁ ପ୍ରତିଦ୍ୱନ୍ଦିତାରୁ ହଟାଇ ନାଇଜେରିଆରେ ଶାସକ ହେଲେ କିଛି ବର୍ଷ ପରେ କଣ ଇଂଲଣ୍ଡ ସରକାର ନାଇଜେରିଆ ଇଂଲଣ୍ଡ ସୁରକ୍ଷାର ପ୍ରାପ୍ତ ରାଷ୍ଟ୍ର ବୋଲି ଘୋଷଣା କଲେ ଇଂଲଣ୍ଡ ପଶ୍ଚିମ ଆଫ୍ରିକାର ଗାମ୍ବିଆ ଅଶାନ୍ତି ଓ ସ୍ୱର୍ଣ୍ଣ ଉପକୂଳ ଓ ସିଏରାଲିଓନ ଅଞ୍ଚଳ ଗୁଡିକ ମଧ୍ୟ ଅଧିକାର କଲେ କିଏ ନା ଇଂଲଣ୍ଡ ହେଲା ସେଥିପାଇଁ ସେଟା ଥିଲା ତମର କଣ ଇଂଲଣ୍ଡ ଦ୍ୱାରା ନାଇଜେରିଆରେ କେମିତି ତାର ଅଧିପତ୍ୟ ସ୍ଥାପନ ହେଲା ଏବେ ଦେଖିବା ପଶ୍ଚିମ ଆଫ୍ରିକାରେ ଫ୍ରାନ୍ସର ସାମ୍ରାଜ୍ୟ ବିସ୍ତାର ପଶ୍ଚିମ ଆଫ୍ରିକାରେ ଫ୍ରାନ୍ସର ସାମ୍ରାଜ୍ୟ ବିସ୍ତାର ହେଲା ଆଫ୍ରିକା ମହାଦେଶର ପଶ୍ଚିମ କହିଲେ ମାନେ ସେଇ ଠିକ ଟୋଟାଲ ଏଇ ଭାଗରେ କଙ୍ଗୋ ନଦୀର ଉତ୍ତରରେ ଥିବା କଙ୍ଗୋ ନଦୀ ଗୋଟେ ବହି ଯାଇଛି କଙ୍ଗୋ ନଦୀର ଉତ୍ତରରେ ଥିବା ଫ୍ରାନ୍ସ
अंचल को फ्रांस अधिकार कला यहाँ पर फरासी कंगो भाव परिचित है पूर्व आफ्रिकार पश्चिम उपकूल में फ्रांस सेनेगल अधिकार कला पश्चिम आफ्रिकार फ्रांस तार साम्राज्य विस्तार करी सेनेगल फरासी गिनी आइभरी उपकूल आउ कौन दाहामो दाहोमे मौरितानिया फरास सुदान पर डेल्टा और नाइजेरिया अंचल गुड़िक अधिकार कला बास किसी ना जे फ्रांस तार विस्तार करने आफ्रिकार कौ कौ देश तार अधिकार थी से सब देती कौटी तार फ्रांस बेस थी कौटी तार केतेक अंचल फ्रांस अधिकार थी बस सेटा देछि किछि देनी हला बेसी किछि नै थी एबे देखिबा जर्मनी रो क्षति कोन जर्मनी रो क्षति ना 1880 मसिया परे जर्मनी प्रथमे पश्चिम उपकूल में टोगलैंड अधिकार कले कहार ना से आफ्रिका परे परे दक्षिण दिग को माड़ी जाई कामेरून अधिकार कले जर्मनी माने क्रमे दक्षिण पश्चिम आफ्रिकार प्रतिष्ठित हेले पर्तुगीज उपनिवेश आंगोला और मोजाम्बिक को इंग्लैंड और जर्मनी निज भीतर बांटी नेबाक राजी थिले किंतु प्रथम विश्व युद्ध रे जर्मनी पराजय पर यार उपनिवेश गुड़ी को विजेता राष्ट्र मानक बांटी दिया गला प्रथम विश्व युद्ध रे के जर्मनी हारिथिला प्रथम विश्व युद्ध आरंभ केबे हेतिला प्रथम विश्व युद्ध मन रखिबो केबे मसिया ना 1914 रे आरंभ हेतिला 1918 पर्यंत चलतिला ठीक अच्छे से जर्मनी हारी तो जर्मनी जो जोटी जर्मनी अधिकार थिला से अंचल को काहाको दिया गला ना जहार जो माने जर्मनी जो माने विजेता राष्ट्र से माने दिया गला टोगलैंड और कामेरून इंग्लैंड और फ्रांस मध्य भाग करा गला और दक्षिण पश्चिम आफ्रिका रे जर्मनी अधिकृत समस्त अंचल इंग्रेज शासन बा शासित दक्षिण आफ्रिका को दिया गला तने इंग्रेज मानको दक्षिण भागटा दिया गला दक्षिण भाग आफ्रिका ठीक अछि आफ्रिकार पश्चिम उपकूल रिउ डी जेनेरियो जोड़ा कि स्पेनिय सहारा बोली कहा जाए एवं रियो मुनिउ फर्नांडोपो जोड़ा कि कहा जाए कौन स्पेनिय गिनी थारे स्पेन दुईटी उपनिवेश थे अंगोला और पर्तुगीज गिनी मूल्यवान अंचल को पर्तुगाल अधिकार कला केवल कौन लाइबेरिया व्यतीत समग्र पश्चिम आफ्रिका यूरोपीय मानक मध्य भाग होता अमेरिकार मुक्त होता दास माने लाइबेरिया रे बसति स्थापन करते ठीक अच्छे जो अमेरिका दास मैंने जानले आमको ये खटाऊँ बिना पारिश्रमिक अल्प पारिश्रमिक तो से आसिकी से लाइब्रेरी आसिकी बस स्थापन करते ठीक अच्छे एवं देखा प्रवासी डच मान द्वारा नूतन राज्य स्थापन केमी डच मान आफ्रिकार आसिले आफ्रिका नुआ नुआ राज्य स्थापन करते विषय देखिए ठीक अच्छे तो दक्षिण आफ्रिका माने एठा कत हला एटा तो साउथ नॉर्थ ईस्ट वेस्ट तो दक्षिण आफ्रिका रे डच माने प्रतिष्ठा करथिबा केप कॉलोनी को 19 शताब्दी रो माने 19 शताब्दी रे प्रथम भाग रे इंग्लैंड अधिकार करने बोएर भाबरे परिचित प्रवासी डच अधिवासी माने उत्तर दिगको चली गले सठारे आरेंज स्वाधीन राज्य और ट्रांसवाल नाम रे दुईटी राज्य स्थापन कले 1950 सुधा एही दुईटी राज्य को बोएर माने शासन करथि ठीक अछि मन रहिला ताले दक्षिण आफ्रिका रे डच माने कोन कले ना दक्षिण आफ्रिका अंचल को अधिकार करथिला किंतु 19 शताब्दी रे से इंग्लैंड अधिकार करथिला ता परे परे माने अधिकार ठीक अछि सेटा से आरेंज स्वाधीन राज्य प्रस्तुत कले ट्रांसवाल आरेंज स्वाधीन राज्य और ट्रांसवाल नामक दुईटी एदिरे राज्य डच माने कोन करथिले स्थापन करथिले एबे देखिबा दक्षिण आफ्रिका रे श्वेतांग संस्कृति तापर जे श्वेतांग शासन कौन से श्वेतांग शब्दर अर्थ है गोरा माने बा इंग्रेज मान को कह जाए कहीं ना से देखा धला से गोरा बोली कह जाए गोरा सरकार तो से श्वेतांग माने कौन करथिले 1870 मसिया सेसिल रोडस नामक जड़े इंग्रेज अर्थान्वेषी व्यक्ति दक्षिण आफ्रिकार हीरा और सुना खनि खनन जो तुम कौन कह अर्थान्वेषी माने इकोनॉमिक जोटा जाकर इकोनॉमिक द्वारा जे कौन करते इकोनॉमिक जिनस अर्थनीति संबंधी ज्ञान दाकर अधिक दरकार से अर्थान्वेषी अर्थ हासिल करने व्यक्ति कौन कले से दक्षिण आफ्रिका रे सुना हीरा खनन करी अत्यंत धनी होते से आफ्रिकीय उपनिवेश को निज नाम अनुसार रुडेसिया रखिले इंग्रेज माने रुडेसिया बेचुआनालैंड स्विट्जरलैंड और पशुतलैंड अधिकार करने किए इंग्रेज माने यार अल्प दिन पर दक्षिण आफ्रिकार यूनियन गठित है एथिरे केप नाटाल ट्रांसवाल और आरेंज
रिवर कॉलोनी अंतर्भुक्त हेले बोयर आरेंज होची अफ्रिका रे प्रभावित गोटे नदी तो सेही अनुसार आरेंज रिवर कॉलोनी गठन हेले बोयर और इंग्रेज रो अन्य केतेक यूरोपीय प्रभावित को नहीं दक्षिण अफ्रिकार यूनियन संख्यालघु श्वेतांग द्वारा शासित हो परवर्ती समय रे दक्षिण अफ्रिका एक साधारण तंत्र राष्ट्र भाबे घोषित हेगल ठीक अछि ताले ताले बोयर और इंग्रेज अन्य केतेक यूरोपीय प्रवासी को दक्षिण अफ्रिका रे यूनियन संख्यालघु श्वेतांग माने शासन करबा लागले परवर्ती समय रे सेई दक्षिण अफ्रिका एक साधारण तंत्र राष्ट्र भाबे घोषित होला माने छाडी के पळेछ ठीक अछि साधारण तंत्र राष्ट्र घोषित होला माने तांको देश रे कोन शासन व्यवस्था आसी गला एबे देखिया पूर्व अफ्रिकार नियंत्रण मोजाम्बिक रो एक अंश पूर्व अफ्रिका रे कोन अछि देश ता नाला मोजाम्बिक सेई मोजाम्बिक रो गोटे अंश पोर्तुगाल जोता तमे कहउछ पोर्तुगीज तांकर अधिवासी मान पोर्तुगाल अधिवासी मान पोर्तुगीज बोली पारे तो सेई पोर्तुगाल द्वारा दखल हेबा व्यतीत 1884 मसिया रे पूर्व अफ्रिकार कौनसी यूरोपीय राष्ट्र द्वारा अधिकृत होई नथिले तमे सब पश्चिम बढ़िले पूर्व बढ़िले दक्षिण पढ़िले सॉरी कोन पूर्व कथा पढ़ नथि दक्षिण पढ़छंती पश्चिम पढ़छंती उत्तर किछि किछि पढ़छंती तो से पूर्व कहीं अधिकार बा कौनसी यूरोपीय राष्ट्र द्वारा अधिकृत होई नथिला अफ्रिका तो सेही वर्ष जर्मनी रो कार्ल पीटर्स नामक जने व्यक्ति एही अंचल को जर्मनी रो सुरक्षा अधीन को आनिबाको बा रखिबाको स्थानीय शासक मानक प्ररोचित कर फ्रांस और इंग्लैंड मध्य एही अंचल प्रति लोभ थिले कार ये तो अधिकार करछंती के ना कार्ल पीटर्स जर्मनी रो कि सेही अंचल को अधिकार करबा पई आउ दुई जण राष्ट्र के फ्रांस और इंग्लैंड मध्य लोभ थिला किंतु एक राजीनामा बल रे फ्रांस माडागास्कर पाइला एवं पूर्व अफ्रिका को जर्मनी और इंग्लैंड मध्य भाग होला जांजिबार रो शासक पूर्व अफ्रिका रो तांकर संपत्ति बोली दाबी करिवारु तांको उपकूल रो अंचल रो एक कॉरिडोर दिया गला एही कॉरिडोर रो उत्तरार्ध इंग्रज मानकर और दक्षिणार्ध जर्मनी मानकर कर्तृत्व रहले कॉरिडोर माने जिबा आसे पे बाट ठीक अछि कॉरिडोर रो गोटे भाग उत्तर को जोटा दिया गला इंग्रज मानक दिया गला आउ दक्षिण को जर्मनी रो कर्तृत्व रहले परवर्ती समय अंचल गुडी इंग्लैंड और जर्मनी द्वारा अधिकृत हेले 1890 मसीह एक राजीनामा द्वारा उगांडा जोटा कि कोडी अफ्रिका रोटे देश इंग्लैंड को देबा पाई निष्पत्ति निया गला उगांडा को दे देबे का गुना इंग्लैंड को एवं ता बदल रे जर्मनी को हेलीगोलैंड दिया गला 1896 मसीह रे उगांडा को इंग्रेज सुरक्षा प्राप्त राष्ट्र भाबे घोषणा करा ता देखो को प्रकार अत्याचार अन्य देशर लोक सी आसी कि एठी कहबे ए धर ए देश ए अंचलटा मते दे दियो तमे से अंचल ले जा नले तम मर्म जुक्ति लेख तले ठीक सही बढिया बे 1896 मसीह उगांडा को इंग्रेज सरकार रो सुरक्षा प्राप्त राष्ट्र में घोषणा करा गला तामेने उगांडा को गला से एबे इंग्रेज सरकार को द्वारा कोन ना सुरक्षा रे अछि से जांजिबार एवं पेम्बा द्वीप विटू न्यासलैंड ऊपर जर्मनी तार दाबी प्रत्याहार कला किंतु एही आभ्यंतरीण अंचल ठारो अधिक अंचल रो अधिकार कला किंतु आभ्यंतरीण अंचल रे 60 रो अधिक अंचल अधिकार कला किए ना जर्मनी प्रथम विश्व युद्ध रे जर्मनी हारिबा परे जर्मनी अधिकृत पूर्व अफ्रीका को इंग्लैंड को दे दिया गला एवं यहा को टांगानाइका नाम रे कोन नामित करा गला ताले तो प्रथम विश्व युद्ध रे के जर्मनी हारि जायछि तो से जो ता अधिकार रे जो अंचल छिला ताकू भाग कर दिया गला का को ना इंग्लैंड इंग्रेज अधिकृत पूर्व अफ्रीका को केनिया नाम रे नामित करा गला ताऊ इंग्लैंड को जोड़ा नेला ता ना दिया गला टांगानाइका आ केनिया दिया गला इंग्रेज माने जो अधिकार कले से पूर्व अफ्रीका को दिया गला केनिया जर्मनी अधिकृत रुवांडा उरुंडी बेल्जियम को दिया गला तार माने जर्मनी जहा जहा अधिकार करथिला ताको तो छोड़े निया एबे देखिबा इटाली रे उपनिवेशक उद्यम कोडी इटाली मध्य आदि चेष्टा करछ से अफ्रिका रे कोन करिया पई ना सी भी किछि उपनिवेशक अंचल स्थापन करि कि से कोन सेठु किछि सुना रूपा आ किछि संबल नै दियो इटालिया माने अफ्रिका रो मरुभूमि अंचल रे अवस्थित सोमालीलैंड और एरिट्रिया को अधिकार कले अफ्रिका रे सबुठारु बृहत्तम मरुभूमि ता ना हला कोन ना सहारा मरुभूमि कोडी ना अफ्रिका रे से अफ्रिका रो गुटे कोन अंचल जो को सोमालीलैंड और एरिट्रिया अधिकार कला के इटाली अबिसिनिया एक स्वाधीन राष्ट्र थी या को इटाली द्वारा सुरक्षा प्राप्त अंचल बोली दाबी करी आक्रमण कला 1896 मसीह अबिसिनिया इटाली रो दाबी को प्रत्याख्यान करी इटाली सैन्य बाहिनी को एक युद्ध रे परास्त कला तब सेठी अंचल थिला से कि स्वाधीन राष्ट्र से कहार अंडर रे जीवन है किंतु इटाली कहले मु ताको कोन करबी निज अधिकार को आनिबी फल युद्ध घोषणा कला फल इटाली कोन है से युद्ध रे परास्त फल इटाली तार दाबी सैन्य बाहिनी को सेठारु प्रत्याहार कला हारिगला पर कोन हबो
ତାଙ୍କର ସୈନ୍ୟକୁ ସେ ପ୍ରତ୍ୟାହାର କରିବ। ଠିକ ଅଛି। ଏବେ ଦେଖିବା ମରକ୍କୋ ସ୍ଥିତି ନିର୍ଦ୍ଧାରଣ। ନା ଜିବ୍ରାଲ୍ଟର ଦକ୍ଷିଣରେ ଓ ଆଫ୍ରିକାର ଉତ୍ତର ଉପକୂଳରେ ଥିବା ମରକ୍କୋ ସେମାନଙ୍କର ଅଞ୍ଚଳ ବୋଲି ଉଭୟ ଫ୍ରାନ୍ସ ଓ ଇଟାଲୀ ଦାବି କଲେ। ଠିକ ଅଛି। 1900 ମସିହାରେ ଫରାସୀ ମାନଙ୍କ ମରକ୍କୋ ଅଧିକାର ଏବଂ ଇଟାଲୀ ମାନଙ୍କର ତ୍ରିପୋଲି ଓ ସିରେନାଇକା ଅଧିକାର ଉଭୟ ଦେଶ ଗ୍ରହଣ। 1904 ମସିହାରେ ସ୍ୱାକ୍ଷରିତ ଏକ ରାଜିନାମା ଅନୁଯାୟୀ ଫ୍ରାନ୍ସକୁ ମରକ୍କୋ ଓ ଇଂଲଣ୍ଡକୁ ଇଜିପ୍ଟ ଦିଆଗଲା। ଠିକ ଅଛି। ମରକ୍କୋ ଇଜିପ୍ଟ ସେଇ ଆଫ୍ରିକାର କଣ ଦିଟା ଦେଶ। ଇଂଲଣ୍ଡ ଓ ଫ୍ରାନ୍ସ ଇଜିପ୍ଟ ଦେଖିଥିବ ଯୋଉଠି ତମର ରେଡ୍ ସି ଅଛି, ଯୋଉଟା ବର୍ତ୍ତମାନ କଣ ଅଛି ନା ଯୁଦ୍ଧକାଳୀନ ସବୁବେଳେ ସେବାଟେ କଣ ସୁଏଜ କେନାଲ ଅଛି, ସେବାଟେ ତମର କଣ ବାଣିଜ୍ୟିକ କାରବାର ଯାତାୟାତ ହୁଏ। ଇଂଲଣ୍ଡ ଫ୍ରାନ୍ସ ଓ ଇଟାଲୀ ଉତ୍ତର ଆଫ୍ରିକାକୁ ଭାଗ କରିବା ପାଇଁ ରାଜିନାମା ସ୍ୱାକ୍ଷର କଲେ। ତମେ ଇଟାଲୀ କି ନା କଣ କଲେ, ସେ ଆଫ୍ରିକାକୁ ଭାଗ କରିବା ପାଇଁ ସମସ୍ତଙ୍କର ଉଦ୍ୟମ, ଭାଗ କରିକି ସେ ଅଞ୍ଚଳରୁ ମିଳୁଥିବା କଣ ମୂଲ୍ୟବାନ ସମ୍ବଳକୁ ନେଇଯିବେ ନିଜ ଦେଶରେ, କଣ କରିବେ ସେ ତାଙ୍କ ଦେଶର ଅର୍ଥନୀତିକୁ ସୁଦୃଢ କରିବାରେ ଲାଗିବେ। ଇଂଲଣ୍ଡ ଫ୍ରାନ୍ସ ଓ ଇଟାଲୀ ଉତ୍ତର ଆଫ୍ରିକାର ଉତ୍ତର ଭାଗକୁ ରାଜିନାମା ସ୍ୱାକ୍ଷର କଲେ ତାଙ୍କ ଭିତରେ ବାଣ୍ଟି ନେବେ। କିନ୍ତୁ ଏହି ସ୍ୱାକ୍ଷର କଲାବେଳେ ଜର୍ମାନୀ ଉପେକ୍ଷା କରାଯାଇଥିବାରୁ ଜର୍ମାନୀ ଫ୍ରାନ୍ସର ଅଧିକାରକୁ ବିରୋଧ କରିବ ବୋଲି ଧମକ ଦେଲେ। ଫ୍ରାନ୍ସର ମରକ୍କୋ ଅଧିକାର ବଦଳରେ ସ୍ପେନକୁ ଟ୍ରାନଜିଆ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଗଲା। ଏ ସଂକ୍ରାନ୍ତରେ ଅନେକ ଆନ୍ତର୍ଜାତିକ ସଂକଟ ଦେଖାଦେଲା ଓ ଯୁଦ୍ଧର ଆଶଙ୍କା ସୃଷ୍ଟି ହେଲା। ତେବେ ଶେଷରେ ଫରାସୀ କଙ୍ଗୋର 2,50,000 କିଲୋମିଟର ଅଞ୍ଚଳର ଜର୍ମାନୀକୁ ସମର୍ପଣ କରିବା ପାଇଁ ଫ୍ରାନ୍ସ ରାଜି ହେଲା। ସ୍ପେନର ମରକ୍କୋ ଏକ ଛୋଟ ଅଂଶ ଦିଆଗଲା। ସ୍ପେନକୁ କଣ କଲା, ମରକ୍କୋର ଛୋଟ ଅଂଶ ଦିଆଗଲା। 1912 ମସିହାରେ ଫ୍ରାନ୍ସ ମରକ୍କୋକୁ ତାର ସୁରକ୍ଷା ପ୍ରାପ୍ତ ଦେଶ ବୋଲି ଘୋଷଣା। ଠିକ ଅଛି। ଫ୍ରାନ୍ସ ମରକ୍କୋ ଅଧିକାର ତାହେଲେ ଫ୍ରାନ୍ସକୁ ନେଇଗଲା ଫ୍ରାନ୍ସ। ଏବେ ଦେଖିବା ବିଖଣ୍ଡିତ ତୁର୍କୀ କି କିଭଳି ଭାବରେ ବିଖଣ୍ଡିତ କରାଯାଇଥିଲା। ଜଷ୍ଟ କଣ ଆଫ୍ରିକାର ଉପର ତୁର୍କୀ ସାମ୍ରାଜ୍ୟର ଅଧିକୃତ ତ୍ରିପାଲୀୟ କଣ ସିରେନାଇକା ଉପରେ ଇଟାଲୀ ଦାବିକୁ ୟୁରୋପୀୟ ରାଷ୍ଟ୍ରମାନେ ସମର୍ଥନ କରିଥିଲେ। ତେଣୁ ଇଟାଲୀ ତୁର୍କୀ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରି ସେଇ ଦୁଇ ରାଜ୍ୟକୁ ଅଧିକାର କଲା ଓ ସେଇ ଅଞ୍ଚଳକୁ ଲିବିଆ ନାମ ଦିଆଗଲା। ତାମାନେ ଆଫ୍ରିକାର କିଛି ଅଞ୍ଚଳକୁ ତୁର୍କୀ ବି ଆସିକି କଣ କରିଥିଲା ନା ତାର ସ୍ଥାନ ରୂପେ ଗ୍ରହଣ କରିଥିଲେ। ହେଲା, ସେଇ ଯେତେବେଳେ ତୁର୍କୀ ଆଉ ଇଟାଲୀ ମଧ୍ୟରେ ଯୁଦ୍ଧ ହେଲା, ତୁର୍କୀ ଆଉ ଇଟାଲୀ ଏଙ୍କ ଭିତରେ ଯେତେବେଳେ ଯୁଦ୍ଧ ହେଇଛି, କଣ ହେଇଛି ନା ଏଇ ଯୋଉ ତୁର୍କୀ ଅଧିକାର ଯୋଉ ଦିଟା ରାଷ୍ଟ୍ର ଥିଲା ତାକୁ ମିଶେଇ ଦେଇ କଣ କରି ଦିଆଗଲା ନା ଲିବିଆ ନାମ ଦିଆଗଲା। କଣ ଦିଆଗଲା ହେଲା। ଆଉ ଇଜିପ୍ଟ ତୁର୍କୀ ସାମ୍ରାଜ୍ୟର ଏକ ରାଜ୍ୟ ଥିଲା। ପାସା ନାମରେ ପରିଚିତ ତୁର୍କୀର ସୁଲତାନ ପ୍ରତିନିଧିଙ୍କ ଦ୍ୱାରା ଶାସିତ ହେଉଥିଲା। କୋଉଟା ନା ଇଜିପ୍ଟ। ଫ୍ରାନ୍ସ ଇଜିପ୍ଟ ଅଧିକାର କରିବା ପାଇଁ ଆଗ୍ରହୀ ଥିଲା। ଇଜିପ୍ଟର ଗଭର୍ଣ୍ଣର ଇସମାଇଲ ପାସା ସୁଏଜ କେନାଲ ଖନନ ପାଇଁ ଫ୍ରାନ୍ସକୁ ଏକ କମ୍ପାନୀକୁ ଦାୟିତ୍ୱ ଦେଇଥିଲେ। କାରଣ ସୁଏଜ କେନାଲ କଣ ନା ଏଟା ଧର ଆଫ୍ରିକା, ଏଇଠି ଉପରେ ତମର ଗୋଟେ ସାଗର ଅଛି, ତା ନାଁ ହେଲା ଭୂମଧ୍ୟ ସାଗର ହେଲା। ଏପଟେ ତମର ୱେଷ୍ଟ ଏସିଆ, ଯଦି ତମେ ଇରାକ ସେଇ ଦେଶ ଗୁଡିକ, ଇସ୍ରାଏଲ ସେଇପଟେ ଅଛି। ଏଇଠି ତମର ସୁଏଜ କେନାଲ ଖନନ ହବ। କଣ ପାଇଁ ଖନନ ହବ ନା ସୁଏଜ କେନାଲ ଦ୍ୱାରା କଣ ହବ, ଯିବା ଆସିବା ଗୋଟେ ଟ୍ରେଡ ରୁଟ, ବାଣିଜ୍ୟ କାରବାର ପାଇଁ ଗୋଟେ ପଥ ଖୋଲାଯିବ। ସେଇ କଥା କହୁଛି ଯେ ଗୋଟେ ସୁଏଜ କେନାଲ ଖନନ ପାଇଁ, ଯାହାକୁ ଭୂମଧ୍ୟ ସାଗର ଏପଟେ ଅଛି ତମର ୟୁରୋପରୁ ଭୂମଧ୍ୟ ସାଗର ସୁଏଜ କେନାଲ ଦେଇକି ଆମ କଣ ଇଣ୍ଡିଆନ ଓସେନ ବା ଭାରତ ମହାସାଗର ଏଗୁଡା ଦେଇକି ତାଙ୍କର ବାଣିଜ୍ୟ କାରବାର କରିବା ପାଇଁ ତାଙ୍କର ଯୋଜନା ଥିଲା। ତ ସୁଏଜ କେନାଲ ଖନନ ପାଇଁ ଫ୍ରାନ୍ସର ଏକ କମ୍ପାନୀକୁ ଦାୟିତ୍ୱ ଦେଇଥିଲେ। 1869 ମସିହାରେ କେନାଲ ଖନନ ସମ୍ପୂର୍ଣ୍ଣ ହେବା ପରେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଭାରତକୁ ପଥ ସୁରକ୍ଷିତ କରିବା ପାଇଁ କେନାଲର ବହୁ ସଂଖ୍ୟକ ଅଂଶଧନ କ୍ରୟ କଲେ। ପାସାଙ୍କ ଆର୍ଥିକ ସମସ୍ୟା ଓ ଇଜିପ୍ଟ ଉପରେ ଇଂରେଜ ଫରାସୀଙ୍କର ଯୁଗ୍ମ ନିୟନ୍ତ୍ରଣ ବୃଦ୍ଧି ପାଇଲା। ପାସା ଏହାକୁ ବିରୋଧ କରିବାକୁ ଉଦ୍ୟମ କରିବାରୁ ତାଙ୍କୁ ଗାଦି ତ୍ୟାଗ କରିବାକୁ ପଡିଥିଲା ଏବଂ ତାଙ୍କ ସ୍ଥାନରେ ଜଣେ ନୂତନ ଗଭର୍ଣ୍ଣର ନିଯୁକ୍ତି ଦେଇଥିଲେ। ତାମାନେ ପାସା ଥିଲେ ସେଇ ଇଜିପ୍ଟର କଣ ଗଭର୍ଣ୍ଣର, ତାଙ୍କୁ କାଢି ଦିଆଗଲା ବା ସେ ନିଜେ ଗାଦିଚ୍ୟୁତ ମାନେ କଣ ଛାଡିଦେଲେ। ତାଙ୍କ ଜାଗାରେ ନୂତନ ଗଭର୍ଣ୍ଣରକୁ ନିଯୁକ୍ତି ଦିଆଗଲା। 1882 ମସିହାରେ ଇଂରେଜ ଓ ଫରାସୀ ନିୟନ୍ତ୍ରଣ ବିରୋଧରେ ହୋଇଥିବା ବିଦ୍ରୋହ ଦମନ କରି ଇଂରେଜ ସୈନ୍ୟବାହିନୀ ଇଜିପ୍ଟ ଦଖଲ। ତାହେଲେ ଇଂରେଜ କଣ କଲେ, ସବୁଠି ଇଂରେଜ ସୈନ୍ୟବାହିନୀ ଇଜିପ୍ଟକୁ ଦଖଲ କରିଥିଲେ, ଯେକି ଆଫ୍ରିକାର ଗୋଟେ ଦେଶ। ପ୍ରଥମ ବିଶ୍ୱଯୁଦ୍ଧ ଆରମ୍ଭ ସମୟରେ ଇଜିପ୍ଟ ଇଂଲଣ୍ଡର ସୁରକ୍ଷା ପ୍ରାପ୍ତ ରାଷ୍ଟ୍ର ଏବଂ ତୁର୍କୀର ରାଜ୍ୟ ନୁହେଁ ବୋଲି
ଇଂଲଣ୍ଡ ଘୋଷଣା କଲେ। ପରେ କାଳକ୍ରମେ 1922 ମସିହାରେ ଇଜିପ୍ଟକୁ କଣ କରି ଦିଆଗଲା ନା ଏକ ସାର୍ବଭୌମ ସ୍ୱାଧୀନ ରାଷ୍ଟ୍ର ରୂପେ ଘୋଷଣା କରିବା ପାଇଁ ଇଂଲଣ୍ଡ ବାଧ୍ୟ ହୋଇଥିଲା। ଏବେ ଦେଖିବା ବିଭାଜିତ ସୁଦାନ ଠିକ ସେଇ ଆଫ୍ରିକାର ଗୋଟେ ଅଂଶ। 19 ଶତାବ୍ଦୀର ଶେଷ ଭାଗରେ ଜଣେ ସୁଦାନୀୟ ନେତା ନିଜକୁ ମାହଦି ଭାବରେ ଘୋଷଣା କରି ସୁଦାନ ଉପରେ ଇଜିପ୍ଟ ଓ ଇଂଲଣ୍ଡକୁ ନିୟନ୍ତ୍ରଣକୁ ଉଚ୍ଛେଦ କରିଥିଲେ। 1998 ମସିହାରେ ଇଜିପ୍ଟ ଓ ଇଂଲଣ୍ଡ ମଧ୍ୟରେ ଏକ ଦୀର୍ଘ ଓ ରକ୍ତାକ୍ତ ଯୁଦ୍ଧ ପରେ ଇଂଲଣ୍ଡ ସୁଦାନକୁ ପୁନଃ ଅଧିକାର କଲା। ସୁଦାନ ଇଂଲଣ୍ଡ ଶାସନାଧୀନ ହେଲା। ଫ୍ରାନ୍ସ ସୁଦାନର ଦକ୍ଷିଣ ଭାଗକୁ ଅଧିକାର କରିବା ପାଇଁ ଉଦ୍ୟମ କରି ବିଫଳ ହେଲା। ତେଣୁ ପଶ୍ଚିମ ସୁଦାନ ଓ ସାହାରା ଅଞ୍ଚଳକୁ ଫ୍ରାନ୍ସ ତାର ସ୍ୱାଧୀନ ଅଧିକାର ବିସ୍ତାର କରିବା ପାଇଁ ଛାଡି ଦିଆଗଲା। ଠିକ ଅଛି, ସେଥିପାଇଁ ସୁଦାନକୁ ଏଭଳି ବିଭାଜିତ କରାଯାଇଥିଲା। କାହା ମଧ୍ୟରେ? ଫ୍ରାନ୍ସ ଆଉ କାହା ମଧ୍ୟରେ? ଇଂଲଣ୍ଡ ହେଲା। ଏବେ ଦେଖିବା ଉପନିବେଶବାଦର ପରିଣାମ। ସବୁଆଡେ ତ ଉପନିବେଶବାଦ ପରିଣାମ ଦେଖିବା। ପରିଣାମ ତାଙ୍କର ଲାଭ କଣ ହେଇଥିଲା ନା ପାଶ୍ଚାତ୍ୟ ରାଷ୍ଟ୍ର ଗୁଡିକ ଏସିଆ ଓ ଆଫ୍ରିକା ମହାଦେଶରେ ଉପନିବେଶ ମାନେ ସ୍ଥାପନ କରିଥିଲେ। ଏ ଦୁଇ ମହାଦେଶର ଅଧିକାଂଶ ଦେଶ ସେମାନଙ୍କ ରାଜନୈତିକ ସ୍ୱାଧୀନତା ହରାଇ ଦେଇଥିଲେ। ଯେତେବେଳେ ଅନ୍ୟ ଦେଶ ଲୋକ ଆସିକି ତମ ଦେଶରେ ଶାସନ କରିବେ ତ obviously ତମର ସ୍ୱାଧୀନତା ହରାଇବ ତୁମେ ବା ତତୋଧିକ ସାମ୍ରାଜ୍ୟବାଦୀ ରାଷ୍ଟ୍ର ଦ୍ୱାରା ଶାସିତ ହେଉଥିଲେ। 1914 ମସିହାରେ ହେଇଥିବା ବିଶ୍ୱଯୁଦ୍ଧ ପ୍ରାୟ ପୃଥିବୀର ପ୍ରାୟ ସମସ୍ତ ଅଣ ଶିଳ୍ପାୟିତ ରାଷ୍ଟ୍ର କେତେକ ଶିଳ୍ପାୟିତ ରାଷ୍ଟ୍ରଙ୍କ ପ୍ରତ୍ୟକ୍ଷ ବା ପରୋକ୍ଷ ନିୟନ୍ତ୍ରଣକୁ ଆସିଯାଇଥିଲେ। ତାମାନେ ଯେଉଁମାନେ ଶିଳ୍ପ ବିଶ୍ୱଯୁଦ୍ଧରେ କଣ ହେଇଥିଲା ନା ଯେଉଁ ଦେଶ ଶିଳ୍ପ ହେଇନାହିଁ ସେମାନେ ସବୁ ଯେଉଁ ଦେଶ ଶିଳ୍ପ ଉନ୍ନତ ସେ ଦେଶ ଅଣ୍ଡରରେ ଚାଲି ଯାଇଥିଲା, ତାର ଅଧୀନରେ ଚାଲି ଯାଇଥିଲା। ସାମ୍ରାଜ୍ୟବାଦର ଶେଷ ବେଳକୁ ପ୍ରାୟ ପୃଥିବୀର 2/3 ଲୋକ ବିଦେଶୀ ଶାସନାଧୀନ ରହିଥିଲେ। ଖାଲି ଭାରତ ନୁହଁ, ଆଫ୍ରିକାର ବି ଅନେକ ଦେଶ ବିଦେଶର ଅଧୀନରେ ଥିଲା ବା ଅନ୍ୟ ଦେଶର ଅଧୀନରେ ଥିଲା। ୟୁରୋପୀୟ ରାଷ୍ଟ୍ର ଗୁଡିକ ସବୁଠାରୁ ବେଶୀ ଉପନିବେଶ ସ୍ଥାପନ କରିଥିଲେ। ସେତେବେଳେ ବିଶ୍ୱର ଅର୍ଥନୀତି ଉପନିବେଶ ଗୁଡିକର ଶୋଷଣର ଭିତ୍ତିଭୂମିରେ ପ୍ରତିଷ୍ଠିତ ହୋଇଥିଲା। ଉପନିବେଶ ଯଦି ଟୋଟାଲ ଲକ୍ଷ୍ୟ କରାଯାଏ ବିଶ୍ୱର ଅଗ୍ରଗତି ବିଷୟରେ, ସେତେବେଳେ ତାର ଶୋଷଣର ଛାୟା କେବଳ ଦେଖାଯାଉଥିଲା। କାରଣ ସେମାନେ ଅନ୍ୟ ଦେଶକୁ ସ୍ୱାଧୀନ, ଯେମିତି କୁହାଯାଏ କଣ ବଡ ବର ଗଛ ତଳେ ଛୋଟ ବରକୋଳି ଗଛ ଉଠେଇ ପାରିବନି, ଠିକ ସେଇଭଳି ଭାବେ ଯେତେବେଳେ ଅନ୍ୟ ଜଣେ ଯାହାର ଦବାବ ବା ପ୍ରେସରରେ ଅଛି ତ ତଳେ ଯେ ଥାଏ ତାକୁ ସେ ବଢିପାରେ ନାହିଁ। ଠିକ ସେଇଭଳି ଆମେ ଯେତେବେଳେ ଅନ୍ୟ ଦ୍ୱାରା ଶାସିତ ହଉଥିଲେ, ଶୋଷଣ ହଉଥିଲେ ତ ଆମର ଅର୍ଥନୀତି ସୁଦୃଢ ନଥିଲା କି ଭିତ୍ତିଭୂମି ମଧ୍ୟ ନଥିଲା। ଉପନିବେଶବାଦର ନିମ୍ନଲିଖିତ ପରିମାଣ ଗୁଡିକ ପରିଲକ୍ଷିତ, ଏଇ ସବୁ ପରିମାଣ ଗୁଡିକ ପରିଲକ୍ଷିତ ହେଇଥିଲା। କିନ୍ତୁ କୋଉ ପରିମାଣ କଣ ଦେଖିବା? ପ୍ରଥମତଃ ସାମ୍ରାଜ୍ୟବାଦ ଉପନିବେଶବାଦ ଫଳରେ ଉପନିବେଶ ଗୁଡିକର ତଥା ସାମ୍ରାଜ୍ୟବାଦୀଙ୍କ ରାଷ୍ଟ୍ରଙ୍କ ଦ୍ୱାରା ପରୋକ୍ଷ ଭାବରେ ନିର୍ବାଚିତ ଅନେକ ଦେଶ ଗୁଡିକ ଅର୍ଥନୀତି ଉପରେ ପ୍ରତିକୂଳ ପ୍ରଭାବ ପକାଇଲା। ଏହି ଦେଶ ମାନଙ୍କରେ ସ୍ଥାନୀୟ ଶିଳ୍ପ ଗୁଡିକ ଲୋପ ପାଇଲା। ଉଦାହରଣ ସ୍ୱରୂପ ଭାରତରେ ବୟନ ଶିଳ୍ପ ଏପରି ଧ୍ୱଂସା ପ୍ରାପ୍ତ ହେଲା ଯେ ପୂର୍ବରୁ ଭାରତ ବିଦେଶକୁ ଲୁଗା ରପ୍ତାନି କରୁଥିବା ବେଳେ ଉପନିବେଶ ହେବା ପରେ ଭାରତକୁ ଇଂଲଣ୍ଡରୁ ଲୁଗା ଆମଦାନୀ କରିବାକୁ ପଡୁଥିଲା। ତାମାନେ ଏଇଟା ଥିଲା କୋଉ ପରିଣାମ? ଭାରତ କଥା କହୁଛି କଣ ନା ଯୋଉଠି ସେମାନଙ୍କର ଶିଳ୍ପ ଥିଲା ଯେତେବେଳେ ସେମାନେ ଛାଡିକି ଯାଉଛନ୍ତି ତ ସେମାନଙ୍କର ଶିଳ୍ପ କଣ ହବ? ସେମାନେ ବନ୍ଦ କରିଦେବେ। ଯେତେବେଳେ ବନ୍ଦ ହେଇଯାଇଛି, ଯାହା ଦ୍ୱାରା ଭାରତ ଯୋଉଠି ଲୁଗା ଆମ ଦେଶରୁ ପଠାଉଥିଲା ସେ ଦେଶରୁ ଆସିବ ଆମ ଦେଶ। ଦ୍ୱିତୀୟତଃ ଉପନିବେଶ ଗୁଡିକର ପ୍ରାକୃତିକ ସମ୍ପଦ ସାମ୍ରାଜ୍ୟବାଦୀ ରାଷ୍ଟ୍ରଙ୍କ ନିୟନ୍ତ୍ରଣାଧୀନ ରହିଲା ଏବଂ ସେମାନେ ନିଜର ଲାଭ ପାଇଁ ସେଗୁଡିକ ସୁଯୋଗ ବା ଉପଯୋଗ କଲେ। ଉପନିବେଶ ମାନଙ୍କରେ ଶିଳ୍ପାୟନକୁ ନିରୁତ୍ସାହିତ କରାଗଲା ଆଉ କେବଳ ସାମ୍ରାଜ୍ୟବାଦୀ ରାଷ୍ଟ୍ରଙ୍କ କମ୍ପାନୀର ହିତ ପାଇଁ ଆବଶ୍ୟକ ହେଉଥିବା ଦ୍ରବ୍ୟର ଉତ୍ପାଦନ ପାଇଁ ଶିଳ୍ପ ପ୍ରତିଷ୍ଠା କରାଗଲା। ତମେ ସେମାନଙ୍କର ଇଚ୍ଛା ଯୋଉଟା ହବ ସେ ସେଇଟା କରିବେ, ଆମ ପାଇଁ କୌଣସି କିଛି ନାହିଁ। ତୃତୀୟତଃ ଉପନିବେଶ ଗୁଡିକର ସାମ୍ରାଜ୍ୟବାଦୀ ଦେଶ ମାନଙ୍କରେ ଶିଳ୍ପ ପାଇଁ ହେଉଥିବା ଆବଶ୍ୟକତାକୁ ମେଣ୍ଟାଇବା ପାଇଁ ଉଦ୍ଦେଶ୍ୟରେ କୃଷି ପ୍ରଣାଳୀରେ ପରିବର୍ତ୍ତନ ହେଲା। ତା ଛଡା କେତେକ ଦେଶ କେବଳ ଗୋଟିଏ ବା ଦୁଇଟି ଦ୍ରବ୍ୟ ଉତ୍ପାଦନ କରାଗଲା। ଉଦାହରଣ ସ୍ୱରୂପ କ୍ୟୁବାରେ କେବଳ ଚିନି ଉତ୍ପାଦନ କରାଗଲା ହେଲା। ଚତୁର୍ଥ କଣ ଥିଲା ନା ଉପନିବେଶ ଗୁଡିକରେ ଅତ୍ୟଧିକ କର ଓ ଖଜଣା ଆଦାୟ କରି ସାମ୍ରାଜ୍ୟବାଦୀ ରାଷ୍ଟ୍ରମାନେ ଶୋଷଣ କଲେ। ଉତ୍ତମ ଜମି ଗୁଡିକୁ ସେମାନେ ନିଜ ନିଜ ଅଧୀନକୁ ନେଇଗଲେ। ବସ୍ତୁତଃ ଉପନିବେଶ ଗୁଡିକ ସମସ୍ତ ପ୍ରାକୃତିକ ସମ୍ପଦ ସାମ୍ରାଜ୍ୟବାଦୀ ମାନେ ଲୁଟି ନେଇଗଲେ, ଫଳରେ ଉପନିବେଶ ଗୁଡିକର ଦାରିଦ୍ର୍ୟ ବୃଦ୍ଧି ପାଇଲା। ଠିକ ଅଛି, ଆମ ଅଞ୍ଚଳର ଖାଇବା ଯଦି ସେମାନେ ଖାଇକି ପଳେଇବେ ଆମେ କଣ କରିବା? ଭୋକିଲା ରହିବା। ସେଇଆ ହିଁ ହେଇଥିଲା। ତାପରେ କଣ ଦେଇଛି? ରାଜନୈତିକ ସ୍ୱାଧୀନତା ପାଇବା ପରେ ମଧ୍ୟ ଅନେକ ଦେଶକୁ ଅର୍ଥନୈତିକ ପ୍ରଗତି ପାଇଁ ବହୁ କଷ୍ଟ ସହିବାକୁ ପଡିଥିଲା। ଏଇଟା ଥିଲା 4 ନମ୍ବର କାରଣ। 5 ନମ୍ବର କାରଣ କଣ ନା ଉପନିବେଶବାଦ ବା ସାମ୍ରାଜ୍ୟବାଦ ଦ୍ୱାରା ବର୍ଣ୍ଣଗତ ବିଦ୍ୱେଷ, ଯୋଉଟା ବୁରା କଳାର ଭେଦଭାବ, ସେମାନେ ଗୋରା ଆଉ ଅହଙ୍କାର ସୃଷ୍ଟି ହେଲା। ପୃଥିବୀରେ ଶାସନ କରିବା ପାଇଁ ଭଗବାନ ଗୋରା ଲୋକମାନଙ୍କୁ ସୃଷ୍ଟି କରିଛନ୍ତି ବୋଲି ପ୍ରଚାର କରି ସେମାନେ ଉଚ୍ଚ ବର୍ଗର ବୋଲି ବିବେଚନା କଲେ। ଆମେ ଗୋରା, ଆମେ ହେଲେ ଆମେ ଯାହା କହିବୁ ଆମ କଥା ମାନିବାକୁ ବାଧ୍ୟ। ଉପନିବେଶ ଗୁଡିକରେ ଗୋରା ଶାସକ ମାନଙ୍କର ସ୍ଥାନୀୟ ଅଧିବାସୀଙ୍କ ପ୍ରତି ନିଜ ଦୃଷ୍ଟି ଦେଖିବା
ଦେଖି ବର୍ଣ୍ଣଗତ ବିଭେଦ ଗୋରା କଳା ଏଇ ଦୁଇଟି ଶ୍ରେଣୀରେ ବିବାହ କରିଥିଲେ କିଏ ନା ସେଇ ଗୋରା ମାନେ। ଗୋରା ଲୋକମାନେ ସ୍ଥାନୀୟ ଲୋକଙ୍କ ସହିତ ଏକାଠି ନ ରହି ସ୍ୱତନ୍ତ୍ର ଭାବେ ଅଲଗା ରହିଲେ। ଦକ୍ଷିଣ ଆଫ୍ରିକାର ଏହି ବର୍ଣ୍ଣ ବୈଷମ୍ୟ ନୀତି ସବୁଠାରୁ ଅଧିକ ଘୃଣ୍ୟ ଅବସ୍ଥାରେ ଥିଲା, କାରଣ ଦକ୍ଷିଣ ଆଫ୍ରିକାରେ ହିଁ କଣ କରିଥିଲେ ନା ଅତ୍ୟାଚାର ଗୋରା କଳାର ଏଇ ବର୍ଣ୍ଣ ବୈଷମ୍ୟ ନୀତି ପୁରା ଶେଷ ସ୍ତରରେ ଥିଲେ। ତୁମେ ଜାଣିଛ କି କଣ କୁହାଯାଏ କଣ ଏଇ ଯୋଉ ଉଗ୍ର ବର୍ଣ୍ଣ ବୈଷମ୍ୟ ନୀତିରେ ବିରୋଧ ପାଇଁ ମହାତ୍ମା ଗାନ୍ଧୀ ଯାଇଥିଲେ କଣ ଦକ୍ଷିଣ ଆଫ୍ରିକାର ଗୋଟେ ସ୍ଥାନ ଥିଲା ନାଟାଲ, ନାଟାଲ ନାମକ ସ୍ଥାନକୁ ଯାଇଥିଲେ ହେଲା। ଦକ୍ଷିଣ ଆଫ୍ରିକାର ମହାନ ନେତା ନେଲସନ ମାଣ୍ଡେଲା ଦୀର୍ଘ 27 ବର୍ଷ କାଳ ବନ୍ଦୀ ହୋଇ ସୁଦ୍ଧା ବର୍ଣ୍ଣ ବୈଷମ୍ୟ ନୀତି ବିରୁଦ୍ଧରେ ଲଢେଇ କରି ଶେଷରେ ଦକ୍ଷିଣ ଆଫ୍ରିକାର ଏକ ଅଣ ବର୍ଣ୍ଣବାଦ ଗଣତନ୍ତ୍ର ପ୍ରତିଷ୍ଠା କରିଥିଲେ ଏବଂ 1994ରେ ସେ ଦକ୍ଷିଣ ଆଫ୍ରିକାର ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି ଥିଲେ କିଏ ନେଲସନ ମାଣ୍ଡେଲା। ଠିକ ଅଛି, ମହାତ୍ମା ଗାନ୍ଧୀ ଯାଇଥିଲେ କୋଉଠି ଦକ୍ଷିଣ ଆଫ୍ରିକାର ନାଟାଲ ନାମକ ସ୍ଥାନ, କଣ ପାଇଁ ନା ସେଥିରେ ଥିବା ବର୍ଣ୍ଣ ବୈଷମ୍ୟ ନୀତି ଯୋଗୁ ଅତ୍ୟାଚାର ହେଉଥିବା ଭାରତୀୟ ତଥା ସେଇ ଆଫ୍ରିକାର ଲୋକମାନଙ୍କୁ କଣ କରିବା ପାଇଁ ମାନେ ସମସ୍ୟାର ସମାଧାନ କରିବା ପାଇଁ। ଏବେ ଦେଖିବା ସୁପରିଣାମ କଣ ସବୁ ଭଲ ଗୁଣ ଥିଲା ନା ଉପନିବେଶବାଦ ଦ୍ୱାରା ପରୋକ୍ଷରେ କେତେକ ସୁଫଳ ମିଳିଥିଲା। ପ୍ରଥମତଃ ନିଜ ସ୍ୱାର୍ଥ ପାଇଁ ସେ ଉପନିବେଶବାଦକ ଦ୍ୱାରା ନିଆଯାଇଥିବା କେତେକ ପଦକ୍ଷେପ ପ୍ରକାରାନ୍ତରେ ଉପନିବେଶବାସୀ ମାନଙ୍କୁ ସାହାଯ୍ୟ କରିଥିଲା। କଣ କରିଥିଲା ଉଦାହରଣ ସ୍ୱରୂପ ପାଶ୍ଚାତ୍ୟ ଶିକ୍ଷାର ସେ ପ୍ରଚଳନ କରିଥିଲେ, ତାଙ୍କର ଯୋଗାଯୋଗ ପାଇଁ ରେଳପଥ ନିର୍ମାଣ କରିଥିଲେ ଯାହାଦ୍ୱାରା ଆମକୁ ସୁବିଧା ହେଇଥିଲା। ଡାକ ତାର ଯୋଉ କଣ ତମେ କହୁଛ ସମ୍ବାଦପତ୍ର ହଉ ଡାକ ହଉ ତାର ସବୁ ବ୍ୟବସ୍ଥାର ଆରମ୍ଭ ହେଇଥିଲା ଆଉ ଦେଶରେ ଜାତୀୟ ବିକାଶରେ ସହାୟକ ହୋଇଥିଲା। ଦ୍ୱିତୀୟତଃ ଉପନିବେଶ ଗୁଡିକର ଅନ୍ୟ ଦେଶଙ୍କ ସହିତ ବାଣିଜ୍ୟ ସମ୍ପର୍କ ସାମ୍ରାଜ୍ୟବାଦୀଙ୍କ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଉଦ୍ଦିଷ୍ଟ ହୋଇଥିଲେ ସୁଦ୍ଧା ପରବର୍ତ୍ତୀ ସମୟରେ ଉପନିବେଶ ଗୁଡିକ ସ୍ୱାଧୀନ ହେବା ଏବଂ ଏହା ସେମାନଙ୍କ ଅର୍ଥନୀତିର ପ୍ରଗତିରେ ସାହାଯ୍ୟ କରିଥିଲା। ତାମାନେ ଘର କଲା ପୂର୍ବରୁ ଯେମିତି ଗ୍ରେଡ୍ ବିମ୍ ପକାଯାଏ ଠିକ ସେଭଳିଆ ସେ ଗ୍ରେଡ୍ ବିମ୍ ପକେଇ ଦେଇଥିଲେ ଆମେ ଘର କରିକି ରହିବୁ, ଏଇଭଳି କିଛି କାମ କରିଦେଇଥିଲେ। ତୃତୀୟତଃ ଉପନିବେଶ ଗୁଡିକର ନିଜ ମାତୃଦେଶ ତଥା ଅନ୍ୟ ଦେଶର ସମ୍ପର୍କରେ ଆସି ନୂତନ କିଛି ସଭ୍ୟତା ସେଥିରେ କିଛି ସଂସ୍କୃତି ପ୍ରଭାବିତ ହେଲେ ଏବଂ ନିଜ ଦେଶର ସାମାଜିକ ଓ ସାଂସ୍କୃତିକ ଉନ୍ନତିରେ ଆଣିପାରିଲେ। ସଭ୍ୟତାର ପ୍ରସାର ଉପନିବେଶ ସ୍ଥାପନର ଉଦ୍ଦେଶ୍ୟ ବୋଲି ଯୁକ୍ତି ବାଢିଥିଲେ ସୁଦ୍ଧା ସାମ୍ରାଜ୍ୟବାଦୀ ରାଷ୍ଟ୍ରମାନେ ଉପନିବେଶ ଗୁଡିକର ସାମାଜିକ ଓ ଅର୍ଥନୈତିକ ଶୋଷଣ କରି ନିଜ ସ୍ୱାର୍ଥ ତଥା ଦେଶର ବିକାଶ ଘଟାଇଥିଲେ। ତେବେ ପ୍ରତ୍ୟେକ ପଦକ୍ଷେପରେ ଉପନିବେଶବାସୀ ଉପନିବେଶବାଦୀଙ୍କୁ ବିରୋଧ କରୁଥିଲେ ଏବଂ ଆବଶ୍ୟକ ପଡ଼ିଲେ ସଶସ୍ତ୍ର ସଂଗ୍ରାମ କରି ବିଦେଶୀ ଶାସକଙ୍କୁ ନିଜ ମାଟିରୁ ହଟାଇବା ପାଇଁ ପଛେଇ ନଥିଲେ। ଶେଷରେ ଆମେ କଣ କରିଥିଲେ ଇଂରେଜ ମାନଙ୍କୁ ଆମେ ଏତିକି କିଛିଟା ଭଲ କରିଛନ୍ତି, ସେ ଭଲ କରିଥିଲେ ସୁଦ୍ଧା ଆମେ ତାଙ୍କୁ ଆମ ଦେଶରୁ ବିତାଡ଼ିତ କରିଦେଲେ, କାରଣ ଆମେ ତାହା ପରାଧୀନ ରହିବାକୁ ଇଚ୍ଛା ନାହିଁ, କାରଣ ଆମେ ହେଲେ ସ୍ୱାଧୀନ। କ୍ରମେ ସାମ୍ରାଜ୍ୟବାଦୀ ବିରୋଧ ଆନ୍ଦୋଳନ ଏକ ଆନ୍ତର୍ଜାତିକ ରୂପ ନେଲା ଏବଂ ପ୍ରତ୍ୟେକ ବିଜିତ ଦେଶ ଓ ଅନ୍ୟ ବିଜିତ ଦେଶର ସ୍ୱାଧୀନତା ପାଇଁ ସମର୍ଥନ ଜଣାଇଲେ। ଯଦି ମୁଁ ସ୍ୱାଧୀନ ହଉଛି ଯଦି ଅନ୍ୟ କୋଉ ଦେଶ ପରାଧୀନ ଅଛି ତାର ସ୍ୱାଧୀନ ପାଇଁ କଣ ମୁଁ କାମନା କରିବା, ମୁଁ ତା ସହିତ ସମର୍ଥନ ଜଣେଇବି। ଦ୍ୱିତୀୟ ବିଶ୍ୱଯୁଦ୍ଧରେ 2 ଦଶନ୍ଧି ମଧ୍ୟରେ ପ୍ରାୟ ସମସ୍ତ ଉପନିବେଶ ସ୍ୱାଧୀନତା ହାସଲ କରିଛି। ଠିକ ଅଛି, ଧନ୍ୟବାଦ। ତମେ କଣ କରିବ ଆର ନୋଟ ତିଆରି କରିବ ହେଲା, ଆଉ ଗଲା ପୂର୍ବରୁ କଣ କରିବ ଲାଇକ୍ ସେୟାର ସବସ୍କ୍ରାଇବ ଆଉ ସାଙ୍ଗମାନଙ୍କୁ କଣ କରିବ ଟିକେ ଟେନ୍ କରିବ ଫ୍ରେଣ୍ଡ ମାନଙ୍କୁ। ଥ୍ୟାଙ୍କ ୟୁ, ରହିଲି, ଜୟ ଜଗନ୍ନାଥ।